ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଏହା ଏକ ପ୍ଲାନିଂ ଭିଡ଼ିଓ ଅଟେ, ଖାସ କରିକି ସେଇ ପିଲାଙ୍କ ପାଇଁ ଯେଉଁମାନେ 2025ରେ CUCET ବା CUET ବିଏଡ୍ ଆପଣଙ୍କର ଦେବେ। ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ଯେମିତି କହିବି ନା, ଖାଲି ଆପଣ ସେମିତି ପଢ଼ିବେ, ସୁନିଶ୍ଚିତ ଆପଣ କ୍ୱାଲିଫାଇ କରିବେ। ଠିକ୍ ଅଛି। ଏଇ ବର୍ଷ 2024ରେ ପାଖାପାଖି ଆପଣଙ୍କର 600ରୁ ବି ଅଧିକ ଆମର CUET ବିଏଡ୍ ଆପଣଙ୍କର କ୍ୱାଲିଫାଇ କରିଛନ୍ତି। ତ ଆପଣ ବି ସୁନିଶ୍ଚିତ କ୍ୱାଲିଫାଇ କରିବେ। ଖାଲି ଯେମିତି ମୁଁ ଆପଣଙ୍କୁ କହିବି ସେମିତିକା ୱେରେ ଖାଲି ପଢ଼ିବେ। କ୍ୱେଶ୍ଚିନ୍ ଦେଖୁ ଦେଖୁ ଆପଣ ଉତ୍ତର କରିପାରିବେ। ଠିକ୍ ଅଛି। ତ ଲାଇକ୍ ଆଉ ସେୟାର କରିକି ସବୁ ସାଙ୍ଗମାନଙ୍କୁ ବି ଜଣାଇଦେବେ। ଯେତିକି ବି ଆପଣଙ୍କର ସାଙ୍ଗ ଯିଏ ବି +3 ଆପଣଙ୍କର କମ୍ପ୍ଲିଟ୍ କରିଛନ୍ତି କିମ୍ବା ଯିଏ ବି +3 ଫାଇନାଲ ଇୟର ବର୍ତ୍ତମାନ ପଢ଼ୁଛନ୍ତି, ତାଙ୍କୁ ଲାଇକ୍ ଆଉ ସେୟାର କରିକି ଜଣାଇଦେବେ ଆଉ କହିଦେବେ ଯେ କେମିତି CUET ବିଏଡ୍ରେ ଇଜିଲି କ୍ୱାଲିଫାଇ କରିହେବ। ଆଉ ଆପଣ ବି କ୍ୱାଲିଫାଇ କରିବେ, ଆପଣଙ୍କର ସାଙ୍ଗ ବି ମିଶିକି ଆପଣଙ୍କର କ୍ୱାଲିଫାଇ କରିବେ। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ, ଯୋଉଦ୍ୱାରା କି ପ୍ରତ୍ୟେକଟି ଇନଫର୍ମେସନ୍ ସର୍ବପ୍ରଥମେ ଆପଣ ହିଁ ପାଇପାରିବେ। ଠିକ୍ ଅଛି। ଏବଂ ତା ପୂର୍ବରୁ ଆପଣଙ୍କୁ ତଥା ଆପଣଙ୍କର ପରିବାର ବର୍ଗଙ୍କୁ ପବିତ୍ର ଗଣେଶ ପୂଜାର, ଗଣେଶ ଚତୁର୍ଥୀର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ପ୍ରଭୁଙ୍କର ଆଶୀର୍ବାଦ ସର୍ବଦା ଆପଣଙ୍କ ପ୍ରତି ରହିଥାଉ ଏବଂ ଆପଣଙ୍କର ପ୍ରତ୍ୟେକଟି ଆଶା ପରିପୂର୍ଣ୍ଣ ହଉ। ଠିକ୍ ଅଛି। ଆସନ୍ତୁ, ଫାଷ୍ଟ ଅଫ୍ ଅଲ୍ ଆପଣଙ୍କୁ କହିବା ପାଇଁ ଚାହିଁବେ, ଆପଣ ପଚାରିବେ ସାର୍ CUET ବିଏଡ୍ କେତେ ବର୍ଷ? 2 ବର୍ଷିକିଆ ବି ଅଛି, 4 ବର୍ଷିକିଆ ବି ଅଛି। କିନ୍ତୁ ଏଇଟା ମୁଁ ଆପଣଙ୍କର 2 ବର୍ଷିକିଆ ପାଇଁ କହୁଛି, ଯେଉଁମାନେ +3 କମ୍ପ୍ଲିଟ୍ କରିଛନ୍ତି କିମ୍ବା ଯେଉଁମାନେ +3 ଫାଇନାଲ ଇୟର ବର୍ତ୍ତମାନ ପଢ଼ୁଛନ୍ତି ସେମାନଙ୍କ ପାଇଁ। ଠିକ୍ ଅଛି। ସାର୍ ଅନଲାଇନ୍ ଆପ୍ଲାଇ କେବେ ହେବ? ଦେଖନ୍ତୁ, ମେ ବି ଆସନ୍ତା ବର୍ଷ ପାଖରୁ ଆପଣଙ୍କର 2 ଥର ଲେଖାଏଁ ଆପଣଙ୍କର ବିଏଡ୍ ପରୀକ୍ଷା ହେଇପାରେ, ଆସୁଛି ବର୍ଷ ପାଖରୁ। ତ ଅନଲାଇନ୍ ଆପ୍ଲାଇ ଆପଣଙ୍କର ନର୍ମାଲି ଡିସେମ୍ବର ମାସରେ ହୁଏ। ଯେମିତି ଏଇ ବର୍ଷ ମଧ୍ୟ ଡିସେମ୍ବର ମାସରେ ଅନଲାଇନ୍ ଆପ୍ଲାଇ ହେଇଥିଲା, ପରୀକ୍ଷା ଆପଣଙ୍କର ମାର୍ଚ୍ଚରେ ଆପଣଙ୍କର ହୋଇଥିଲା। ଠିକ୍ ଅଛି। ତ ଅନଲାଇନ୍ ଆପ୍ଲାଇ ଆପଣଙ୍କର ଡିସେମ୍ବରରେ ହେବ, ପରୀକ୍ଷା ମାର୍ଚ୍ଚ ମାସରେ ଆପଣଙ୍କର ହେବ। ଜାଣିଗଲେ ହେଲା। ତ ଯଦି ଆପଣ କହିବେ ସାର୍ ତାହେଲେ ମାର୍ଚ୍ଚ ମାସରେ ପଢ଼ିବେ, ନାହିଁ, ଆପଣଙ୍କୁ ଏବେଠାରୁ ପଢ଼ିବା ପାଇଁ ପଡ଼ିବ। ଲର୍ଣ୍ଣିଂ ଗୋଟିଏ କଣ୍ଟିନ୍ୟୁଅସ୍ ପ୍ରୋସେସ୍। ଯଦି ଆପଣ ଏବେଠାରୁ ପଢ଼ୁଥିବେ ନା, ଆପଣ ସୁନିଶ୍ଚିତ କ୍ୱାଲିଫାଇ କରିବେ। ଦେଖନ୍ତୁ, କିଛି ଅଲଗା ଜିନିଷ ଆପଣଙ୍କୁ ପଢ଼ିବାର ନାହିଁ। ଗୋଟେ ପାଠ ପଢ଼ିବେ, ଗୋଟେ ପଢ଼ିବେ, ସବୁ ବିଏଡ୍ ଆପଣଙ୍କ ପାଇଁ ହେଇଯିବ। ଆମର ଓଡ଼ିଶାରେ ଷ୍ଟେଟ୍ ବିଏଡ୍ ବି ଆପଣ କ୍ୱାଲିଫାଇ କରିପାରିବେ, CUET ବିଏଡ୍ ବି କ୍ୱାଲିଫାଇ କରିବେ, ରିଜନାଲ୍ ବିଏଡ୍ ବି ଆପଣ କ୍ୱାଲିଫାଇ କରିପାରିବେ। ଯଦି ଆପଣ ଏପର୍ଯ୍ୟନ୍ତ ବିଏଡ୍ର ପ୍ଲାନିଂ ଭିଡ଼ିଓ ଦେଖିନାହାନ୍ତି ନା, ଦେନ୍ ଦେଖନ୍ତୁ, ବିଏଡ୍ର ପ୍ଲାନିଂ ଭିଡ଼ିଓ ଅଲରେଡ଼ି 20 ଅଗଷ୍ଟରେ ମୁଁ ଆପଣଙ୍କ ପାଇଁ ଆପଲୋଡ଼ କରିଦେଇଛି। 2025 ବିଏଡ୍ ପାଇଁ, ବିଏଡ୍, BHED, MEd ପାଇଁ ସିଲାବସ୍ ଅଲରେଡ଼ି ବିଏଡ୍ ଆର୍ଟ୍ସ, BHED ପିଲାଙ୍କର ସରିଗଲାଣି ଥରେ ସିଲାବସ୍ ଏବଂ ବିଏଡ୍ ସାଇନ୍ସ ପିଲାଙ୍କର ପାର୍ଟ ଏ ଅଲରେଡ଼ି ସରିଯାଇଛି, ପାର୍ଟ ବି ନେକ୍ସଟ ୱିକ୍ରେ ଆପଣଙ୍କର ପୁରା ସରିଯିବ ଥରେ ସିଲାବସ୍। ତ ଆପଣ ଯଦି ଏପର୍ଯ୍ୟନ୍ତ ପଢ଼ା ଆରମ୍ଭ କରିନାହାନ୍ତି, ଆଗ ପ୍ଲାନିଂ ଭିଡ଼ିଓକୁ ଆପଣ ଦେଖନ୍ତୁ ଏବଂ ଦେଖିଲା ପରେ ଯାଇକି ଆପଣ ପ୍ଲେ ଷ୍ଟୋରକୁ ଯାଇକି ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନକୁ ଇନଷ୍ଟଲ୍ କରିଦେବେ, ଯୋଉଦ୍ୱାରା କି ସବୁ କ୍ଲାସ୍ ଆପଣ କରିପାରିବେ। ଠିକ୍ ଅଛି। ହେଲା। ଯଦି ଆପଣ ହ୍ୱାଟ୍ସଅପ୍ ୟୁଜ୍ କରୁଛନ୍ତି, ଦେନ୍ 8895154969 ଏଇ ନମ୍ବରରେ ଖାଲି ଆପଣ ହାଇ ଲେଖିଦେବେ। ଆପଣଙ୍କୁ ହ୍ୱାଟ୍ସଅପ୍ ଗ୍ରୁପ୍, ଟେଲିଗ୍ରାମ ଗ୍ରୁପ୍ ତଥା ମୋତେ ପାର୍ସୋନାଲି ମେସେଜ୍ କରିବାର ଲିଙ୍କ୍ ମଧ୍ୟ ଆପଣଙ୍କୁ ମିଳିଯିବ। ଠିକ୍ ଅଛି। ମୁଁ ଏଇ ଭିଡ଼ିଓରେ ଆପଣଙ୍କୁ ପ୍ରାକ୍ଟିକାଲି ପ୍ରୁଭ୍ କରିକି ମଧ୍ୟ ଦେଖେଇବି ଯେ ଆପଣ କେମିତି ବହୁତ ଇଜିଲି CUET ବିଏଡ୍ ଆପଣ କ୍ୱାଲିଫାଇ କରିପାରିବେ। ଏବେ ଆଗ ବୁଝନ୍ତୁ, ଆକ୍ଚୁଆଲି CUET ବିଏଡ୍ କହିଲେ କ'ଣ? ଭାରତରେ ବହୁତ ସାରା ସେଣ୍ଟ୍ରାଲ ୟୁନିଭର୍ସିଟି ରହିଛି, ମାନେ ଯେଉଁଗୁଡ଼ା ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଅଧୀନରେ, ଯେଉଁଠି ପଢ଼ିବା ପାଇଁ ବହୁତ ହି ଅଳ୍ପ ଟଙ୍କା ଖର୍ଚ୍ଚ ହୁଏ। ଯେମିତି ଆମର କୋରାପୁଟରେ ଆପଣଙ୍କର ଅଛି, ଝାଡ଼ଖଣ୍ଡରେ ଆପଣଙ୍କର ଅଛି, ହରିୟାଣାରେ ଆପଣଙ୍କର, କର୍ଣ୍ଣାଟକରେ ଆପଣଙ୍କର ରହିଛି। ଏମିତି ବହୁତ ସାରା ସେଣ୍ଟ୍ରାଲ ୟୁନିଭର୍ସିଟି ରହିଛି। ତ ସବୁ ସେଣ୍ଟ୍ରାଲ ୟୁନିଭର୍ସିଟି ମାନଙ୍କରେ ପଢ଼ିବା ପାଇଁ ଖାଲି ଗୋଟିଏ ମାତ୍ର ପରୀକ୍ଷା ଦେବା ପାଇଁ ହୁଏ, CUET ବିଏଡ୍ ଯେଉଁଟାକୁ ଆମେ କହିଥାଉ। ସେଇ ବିଏଡ୍ରେ ଆପଣ ଖାଲି ଭଲ ସ୍କୋର କଲେ ଆପଣ କୌଣସି ବି ଜାଗାରେ ପଢ଼ିପାରିବେ।
ଆପଣଙ୍କୁ କାଉନସିଲିଂ ପାଇଁ ଆପ୍ଲାଏ କରିବା ପାଇଁ ପଡ଼େ। କୌଣସି ନା କୌଣସି ଜାଗାରେ ଆପଣ ପାଇଯିବେ। ଆଉ ଆପଣ ଜାଣିକି ବହୁତ ହି ଖୁସି ହେବେ, ମାନେ ଏତେ ଇଜିଲି ଆପଣ କ୍ୱାଲିଫାଇ କରିପାରିବେ। କିନ୍ତୁ ମେନ୍ କଥା କ'ଣ ନା, ପିଲାମାନେ କଥା ଗୁଡ଼ା ଆମର ଗ୍ରହଣ କରନ୍ତିନି। ମୁଁ ତାଙ୍କୁ ଅନୁରୋଧ କରେ, ପିଲାମାନେ କାଇଣ୍ଡଲି ଆପ୍ଲାଏ କରରେ। ସେମାନେ ଆପ୍ଲାଏ ବି କରନ୍ତିନି। ମୁଁ କୁହେ କାଇଣ୍ଡଲି ଦେଖନ୍ତୁ, ଏଥିରେ ସିଲାବସ୍ ବି ଡିସ୍କସନ୍ କରିବି ସବୁ ଜିନିଷ। ଏଥିରେ ବହୁତ ଛୋଟିଆ ଛୋଟିଆ ବେସିକ୍ ମେଥ୍ ଗୁଡ଼ା ଆସେ ହେଲା। ଛୋଟିଆ ଯୋଗ ବିୟୋଗ ଗୁଣନ ହରଣ ପରସେଣ୍ଟେଜ ଏଇଭଳିଆ ହେଲା। କିନ୍ତୁ ଆର୍ଟ୍ସ ପିଲାମାନେ କ'ଣ ଭାବନ୍ତି, ଆମେ ତ ଆର୍ଟ୍ସ ଛୁଆ ପୁଣି ଗଣିତ କରିବୁ, ସେମାନେ କରିବେନି। ଆରେ ବେସିକ୍ ଜିନିଷ ଗୁଡ଼ା କରିବା ନିହାତି ଜରୁରୀ। ଓଡ଼ିଶା ଗଭର୍ଣ୍ଣମେଣ୍ଟରେ କୌଣସି ବି ଚାକିରି ଆପଣ କରିବେ ନା, ଆର୍ଟ୍ସ ହଉ କି ସାଇନ୍ସ ହଉ, ଆପଣଙ୍କୁ ମ୍ୟାଥମେଟିକ୍ସ ଆସିବା ନିହାତି। ଆପଣଙ୍କୁ ଇଣ୍ଟିଗ୍ରେସନ୍ ଡେରିଭେଟିଭ୍ କୁହାଯାଉନି। ଆରେ ଲାଭ କ୍ଷତି ପାର୍ସେଣ୍ଟେଜ ଏଗୁଡ଼ା ବି ଆପଣ କରିପାରିବେନି କି, ଗୋସାଗୁ ଲସାଗୁ କରିପାରିବେନି। କିନ୍ତୁ କଥା ମାନନ୍ତିନି। ଯଦି ଆପଣ ଜଣେ ଗୁରୁଙ୍କର କଥା ନ ମାନିବେ, କିମ୍ବା କେହି ବି ଆପଣଙ୍କର ଯିଏ ଗାଇଡ଼ କରୁଛନ୍ତି କଥା ନ ମାନିବେ, ଆପଣଙ୍କର କେମିତି ହବ? ତେଣୁକରି କଥା ମାନିବା ନିହାତି ଜରୁରୀ ହେଲା। ଦେଖ ତାହେଲେ ଜାଣିଗଲେ ସେଣ୍ଟ୍ରାଲ ୟୁନିଭର୍ସିଟି କହିଲେ କ'ଣ ନା, ଗୋଟିଏ ପରୀକ୍ଷା ଆପଣ ଦେବେ। ଗୋଟିଏ ପରୀକ୍ଷା ଦେଲା ପରେ ଭାରତରେ କୌଣସି ବି ଜାଗାରେ ଆପଣ ଆଡମିସନ ନେଇପାରିବେ। ଠିକ ଅଛି ସାର୍, ଆମେ କାହିଁକି କରିବୁ ସେଠି? ସେଠି କଲେ ଅଳ୍ପ ଟଙ୍କା ଖର୍ଚ୍ଚ ହୁଏ। ମୁଁ କହୁନି ସେଠି କରନ୍ତୁ। ଆପଣ ଗୋଟେ ପ୍ରିପାରେସନ କରିବେ, ଆପଣ ଷ୍ଟେଟ୍ ବିଏଡ୍ କ୍ୱାଲିଫାଇ ହେଇଯିବେ, ସେଣ୍ଟ୍ରାଲ ବିଏଡ୍ ବି କ୍ୱାଲିଫାଇ ହେଇଯିବେ। ଠିକ ଅଛି, ତେଣୁକରି ପଢ଼ିବା ନିହାତି ଜରୁରୀ। ଏବେ ଦେଖନ୍ତୁ, ମୁଁ ଆପଣଙ୍କୁ ଆଗ ଜଣେଇବା ପାଇଁ ଚାହିଁବି, ଏଇ ବର୍ଷ ଯୋଉ ପରୀକ୍ଷା ଆପଣଙ୍କର ହେଇଥିଲା, ଏଥିରେ ଯେ ଆମର ଦେଖନ୍ତୁ, ଏଥିରେ ଯେତେବେଳେ ଅନଲାଇନ୍ ଆପ୍ଲାଏ କରିବେ ନା, ବହୁତ କୋଡ୍ ଅଛି ହେଲା। କିନ୍ତୁ ଆପଣ ଗୋଟେ କୋଡ୍ ଆପ୍ଲାଏ କଲେ ବି ସେମ୍ ଟଙ୍କା, ଦୁଇଟା କୋଡ୍। ସାର୍ କୋଡ୍ କ'ଣ? କୋଡ୍ ମାନେ ହେଉଛି ଆପଣ କୋଉଥିରେ ବିଏଡ୍ କରିବେ। ଆପଣ ଯେତେବେଳେ ଅନଲାଇନ୍ ଆପ୍ଲାଏ କରିବେ, COQ-P03 ଏଇ କୋଡ୍କୁ ନେଇକି ଆପ୍ଲାଏ କରିବେ। ଏଇଥିରେ ସବୁଠୁ ଅଧିକ ସିଟ୍ ହେଲା। ଆଉ ବାକି ଜିନିଷ ଗୁଡ଼ା, ଏଇ ଜିନିଷ ଗୁଡ଼ାରେ କମ୍ କମ୍ ସିଟ୍ ଅଛି, ଏଗୁଡ଼ା ଦେଲେ ଦେବେ ନହେଲେ ନାହିଁ। କିନ୍ତୁ ମେନ୍ ଜିନିଷ ହେଉଛି ଆପଣ ବିଏଡ୍ କରିବେ, ଏଇ କୋଡ୍ରେ ଆପଣଙ୍କର କରିବେ। ଏବେ ଦେଖନ୍ତୁ, ଏଇ ଯୋଉ କୋଡ୍ରେ, ଏଇଟା ବିଏଡ୍ କୋଡ୍। ଏଇ ବିଏଡ୍ରେ ଏଇ ବର୍ଷ ଯିଏ ଟପର, ସେ କେତେ ମାର୍କ ଆପଣଙ୍କ ରଖିଥିଲେ ଦେଖନ୍ତୁ ହେଲା। COQ-P03 ଦେଖିପାରୁଛନ୍ତି ଏଇଟା? ଦେଖନ୍ତୁ, ଆପଣ ଦେଖାଯାଉନଥିବ, ମୁଁ ଆପଣଙ୍କୁ ଦେଖାଉଛି। COQ-P03 187, ମାନେ ଅଲ୍ ଇଣ୍ଡିଆରେ ଯିଏ ଟପର, ସିଏ ରଖିଥିଲେ 187। ଆପଣ ଜାଣିଛନ୍ତି ଏଥିରେ 75ଟା ପ୍ରଶ୍ନ ଆପଣଙ୍କର ପଡ଼ିବ। 75 ଗୋଟେ ଠିକ୍ କଲେ ଆପଣଙ୍କୁ 4 ମାର୍କ ମିଳିବ। ଗୋଟେ ଭୁଲ କଲେ ଆପଣଙ୍କର ଗୋଟେ ମାର୍କ କଟିବ। ତାମାନେ 300 ମାର୍କର ଆପଣଙ୍କର ପରୀକ୍ଷା ହୁଏ। 300ରୁ ଯଦି ଆପଣ 187 ରଖିବେ ନା, ଅଲ୍ ଇଣ୍ଡିଆରେ ଟପର ହେବେ। ଆପଣଙ୍କୁ ଟପର ହେବାର ନାହିଁ। ଆପଣ ଦେଖନ୍ତୁ, ଏଇ 187 ଯଦି ଛୁଆଟା ରଖିଛି, ମାନେ କେତେଟା ଠିକ୍ କରିଥିବ କହିଲେ? ଆପ୍ରୋକ୍ସିମେଟଲି 46ଟା ଆପଣଙ୍କର ଠିକ୍। ମାନେ 75ଟା କ୍ୱେଶ୍ଚନରୁ ଯଦି ଗୋଟେ ଛୁଆ 45ଟା ଠିକ୍ କରିଦେବ, ଖାଲି 45ଟା ଠିକ୍ କରିବ, ଅଲ୍ ଇଣ୍ଡିଆରେ ଟପର ହବ। ଠିକ୍ ଅଛି, ବଟ୍ ଆପଣଙ୍କୁ ଟପର ହେବାର ଅଛି କି ନାହିଁ? ଆପଣ ମାନେ ଦେଖନ୍ତୁ, କଟ୍ ଅଫ୍ ମାର୍କ ୟୁ କାଣ୍ଟ ଇମାଜିନ୍। ବହୁତ ଧରାଯାଉ, ଆପଣ ଗୋଟେ ଠିକ୍ କଲେ 4 ମାର୍କ ମିଳିବ। ଆପଣ ଯଦି 30ଟା ବି ଠିକ୍ କରିଦେବେ ନା, 30ଟା ହେଲା, 120 ମାର୍କ। ହସିବ ଗାଇବ, ଆପଣ ହସି ହସିକି ଯୋଉଠି ଚାହିଁବେ ପୁରା ଆଡମିସନ ନେଇପାରିବେ। ବଟ୍ ୟାଠାରୁ ବହୁତ ଅଧିକା ସ୍କୋର ରଖିହେବ, ବହୁତ ଅଧିକା ସ୍କୋର। ପିଲାମାନଙ୍କର ଆଗ୍ରହ ନାହିଁ, ତେଣୁକରି ସ୍କୋର କମିଯାଏ। ବୁଝିଗଲେ ତ? ମେକ୍ ସିଓର କରିବେ ଆପଣ ଏମିତିକା କୌଣସି ବି କ୍ୱେଶ୍ଚନ କରିବେନି ଗୁଣି ଗୁଣିକି। 30, ଆରେ ସେଇ ଛୁଆଟା 45ଟା ଠିକ୍ କରିକି ଅଲ୍ ଇଣ୍ଡିଆ ଟପର ହେଇଛି। ଆପଣ ମାନେ କ'ଣ 40ଟା ଠିକ୍ କରିପାରିବେନି? 75ଟା କ୍ୱେଶ୍ଚନରୁ 75ଟା 40ଟା ଠିକ୍ କରିପାରିବେନି? 30ଟା ଠିକ୍ କରନ୍ତୁ, ହେଲେ ବି ଆପଣ କ୍ୱାଲିଫାଏ। 75ରୁ 30ଟା ଖାଲି ଠିକ୍ କଲେ ଆପଣଙ୍କର ବିଏଡ୍ ହେଇଯିବ। ଠିକ୍ ଅଛି, ବଟ୍ ମନେ ରଖିବେ, ନେଗେଟିଭ ମାର୍କିଂ ଅଛି। ଗୋଟେ ଠିକ୍ କଲେ 4 ମାର୍କ ମିଳିବ, ଗୋଟେ ଭୁଲ କଲେ ଆପଣଙ୍କର ଗୋଟେ ମାର୍କ ଆପଣଙ୍କର କଟିଯିବ ହେଲା। ତେଣୁକରି ଏମିତି କୌଣସି ବି କ୍ୱେଶ୍ଚନ କରିବେନି ଯୋଉ କ୍ୱେଶ୍ଚନ ଆପଣଙ୍କୁ ଆସିବନି। ଠିକ୍ ଅଛି, ଗୁଣି ଗୁଣି କାଉଣ୍ଟ କରି କରି ଖାଲି ଦେଖୁ ଦେଖୁ କରିହବ। ଟିଚିଂ ଆପ୍ଟିଚ୍ୟୁଡ୍ ଜମାରୁ ଭୁଲ ହବନି ଆମର। ରିଜନିଂ ଜମାରୁ, ଆପଣଙ୍କର ମ୍ୟାଥମେଟିକ୍ସ ଜମାରୁ ଭୁଲ ହବନି। ତାପରେ ଯୋଉ ରହିଲା ଇଂଲିଶ ପେସେଜ ଜମାରୁ ଭୁଲ ହେବନି। ଗୁଣି ଗୁଣି କରି 30 40ଟା ତ ଏମିତି ହିଁ ଠିକ୍ କରିହବ। ଏବେ ଆସନ୍ତୁ ସିଲାବସ୍ ଆଡ଼କୁ ଆପଣଙ୍କର ଯିବା। ତ 75ଟା ଯୋଉ କ୍ୱେଶ୍ଚନ ଆମର ପଡ଼ିବ, ଆପଣ କହିବେନି ସାର୍ ସମସ୍ତଙ୍କର ସେମ୍ କ୍ୱେଶ୍ଚନ, ଆର୍ଟ୍ସ ସାଇନ୍ସ କିଛି ନାହିଁ, ସମସ୍ତଙ୍କର ସେମ୍। ଠିକ୍ ଅଛି, ଏବେ ଦେଖନ୍ତୁ କ'ଣ ପଡ଼ିବ। ଟିଚିଂ ଆପ୍ଟିଚ୍ୟୁଡ୍
ହେଲା टीचिंग एप्टीट्यूड ପାଇଁ ଖାଲି ଏଥିରେ ଏଇ ବର୍ଷ ତ ଆପଣଙ୍କର ବମ୍ ବମ୍ ଖାଲି 30 ରୁ 35ଟା क्वेश्चन ଖାଲି टीचिंग एप्टीट्यूड पड़ेछि। क्वेश्चन देखिबे एई वर्षर देखंतु देखि पाछन एटा एई वर्षर 15 मार्च रे देखंतु verbal guidance is least effective कोउठी भाषण कोउटा भाषण बाजी द्वारा अचीव इजिली करा जाई परिबोनी कोउटा स्किल गुडा अचीव करा जाई परिबो नाही एमितिका माने छोट पिलांको भलिया आपणकर प्रश्न कोउटाको फॉर्मेटिव बोली कुआ जाए कोउटाको आपणकर ए जो समेटिव बोली कुआ जाए कोउटाको कंटीन्यूअस और कॉम्प्रिहेंसिव इवैल्यूएशन बोली कुआ जाए आपण जानिचंती कंटीन्यूअस और कॉम्प्रिहेंसिव माने जोटा हमें सब बेले करूछे जा द्वारा पिलारो होलिस्टिक डेवलपमेंट हे पारिबो ताले सीटा आपणकर 1 हबो ना तो जो जगह रे भी सीटा आपणकर 1 लेखा आइथिबो सेटा आपणकर उत्तर हबो तो देखंतु आपण एलिमिनेट करदेवे ताले सीटा 1 आपणकर कोउटा आइदर 1 किंबा 2 किंबा 4 आपणकर हबो जानि गले एबे फॉर्मेटिव कहिले जोटा क्लास समय रे हमें करिथाउ किंबा क्लास रो एंड रे करू ताले क्विजेस एंड डिस्कशन ड्यूरिंग टीचिंग लर्निंग प्रोसेस माने एटा आपणकर 4 हबो एटा 4 कोउठी अछि एटा एमिति माने क्वेश्चन देखु देखु करि हबो खाली दुईटा काम करिवे कोन कहिले एप्लिकेशन रे लक्ष्मीधर सर ऑफिशियल एप्लिकेशन रे टीचिंग एप्टीट्यूड रो थ्योरी क्लास करिदेबे डेली आपनको पई 2 घंटा रो टीचिंग एप्टीट्यूड एजुकेशन और जनरल अवेयरनेस क्लास करा होची खाली सेही क्लास सबु दिन आपण क्लास करिवे सबु दिन हैला ता सहित जेतकी भी सीयूईटी बीएड रे प्रीवियस ईयर टीचिंग एप्टीट्यूड पढिची ताहा भी डिस्कशन करा है कि सबु दिन करा होतिबो एतकी करंतु बिलीव करंतु सिंगल मार्क भी आपणकर कटिबोनी टीचिंग एप्टीट्यूड रे देखु देखु आपण करि पारिबे माने करि पारिबे हैला तापरे देखंतु हमकु केत्ता ठीक करबार अछि रे 45 टा ठीक कले ऑल इंडिया टॉपर ताटू बहुत अधिका करि हबो ठीक अछि बट नेगेटिव मार्किंग अछि दया पूर्वक सब क्वेश्चन करिवेनी नेगेटिव मार्किंग अछि कोन दरकार अछि गुणी गुणी खाली कले 30 टा ठीक कर देले पर हसिबो गाइबो जोटी चाहेबो करि पारिबो ठीक अछि ना 75 टा प्रश्न 75 टा ठीक अछि तापर देखंतु ए जो मैथमेटिक्स नै करे या पई खाली दुईटा काम करिवे मैथमेटिक्स रीजनिंग एगुडा एमिति आपण कहबे सर मु आर्ट्स पिला मोर मैथमेटिक्स पढिबो कि एटा समस्तंकर सिलेबस आर्ट्स पिलांकर भी साइंस पिलांकर भी समस्तंकर गुटे प्रश्न पढिबो एबे एगुडा ए जो मैथमेटिक्स नै कि एटा बेसिक मैथमेटिक्स आपण सब दिन खाली क्लास करिवे आर्ट्स साइंस चिंता करिवेनी जहां मु आपनकु मैथमेटिक्स रो थ्योरी पढेइची ताकू आपण देखिदेबे और डेली आपनकु मु जो मैथमेटिक्स प्रैक्टिस कराउची मैथमेटिक्स रीजनिंग सब दिन क्लास करा होची आपण खाली क्लास करिवे बिलीव करंतु देखु देखु आपण करि पारिबे एग्जांपल देखंतु मु आपनकु एई वर्षर ही प्रश्न गुटे आपनकर देखौची आपण निजे निजे करिवे देखंतु केमिति प्रश्न आपनकर पडे आ आपण केमिति ताकू देखु देखु करि पारिबे देखंतु कोन कहूची ना थोरे 10% डिस्काउंट दिया गला थोरे 20% थोरे 30% एमिति न देकी एका संगरे आपनकर देले केते परसेंटेज आपनकर होबो करी होबो कि नै कहलो एग्जांपल नै कि भी आपनकर होबो नहले डायरेक्टली ऑप्शन को नै कि भी होबो धरा जाऊ ओरिजिनल वैल्यू आपनकर 100 टंका एबे 10% रो डिस्काउंट देले प्रथम माने 90 टंका हैला एबे पुनी 20% रो डिस्काउंट आपन दउछंती माने आपण दउछंती डिस्काउंट केते 18 टंका रो डिस्काउंट दउछंती 90 टंका थिला सेठो आपण 18 टंका आपणकर डिस्काउंट आपणकर देले ताले रहिला केते 72 टंका एबे 72 टंका रे पुनी आपण 30% रो डिस्काउंट दउछंती तो एटा जहा आसीबो सेटा बियोग कर देले हबो कि नै हैला एई भडिया माने छोटो पिलांको भडिया आपणकर क्वेश्चन किछि हाई लेवल आपणको पढिबार नै इंटीग्रेशन डेरिवेटिव एथिरे आपणकर किछि पढिबार नै माने देखंतु प्रोग्रेसिव एजुकेशन कहिले कोउटा माने तीनटा नेगेटिव लिखा हेतिबो रे गुटे आपणकर पॉजिटिव खाली क्वेश्चन देखु देखु करि पारिबे हला बुझा पड़ुची बट पिला मानकर प्रॉब्लम कोन से माने क्लास ही करिवेनी आपण जदी क्लास ही करिवेनी सब्सक्रिप्शन नियंतोनी काहे कि ना कोन पाई नेबे आपण क्लास तो करिवेनी कोन पाई नेबे पढिबा पाई चाहूचंती सुनिश्चित क्वालिफाई करिया पाई चाहूचंती एबे ही नै जानतु मु आपनको सियोर दउची आपण सियोरली क्वालिफाई करिवे तीनटा चारटा देखंतु आपण बारंबार परीक्षा करिवे खाली मार्क पाई परीक्षा करिवे बही देखि देखि पढेइबे ना फ्लेक्सिबल करिवे कोटा करिवे एटा एमिति क्वेश्चन देखु देखु आपनकर करि हबो ठीक अछि बुझी गले तो टीचिंग एप्टीट्यूड रे 30 टा पखा पाखी प्रश्न पडिबो 30 टा
ଆରେ ଏଇଠୁ ହିଁ ତ ଆମର ସବୁ ସ୍କୋର ରହିଯିବ ରେ, ବାକି ନ କଲେ ବି। ତାପରେ ମ୍ୟାଥମେଟିକ୍ସ ପୁରା ବେସିକ୍ ପଡ଼ିବ। ଏଗୁଡ଼ା ମାନେ ଆପଣ କହିବେ ସାର୍ କୋଉଠୁ କେତେ ପଡ଼ିବ, ଏଥିରେ କିଛି ଫିକ୍ସ ନାହିଁ କୋଉଠୁ କେତେ ପଡ଼ିବ, ବଟ୍ ମ୍ୟାକ୍ସିମମ୍ କ୍ୱେଶ୍ଚନ୍ ଟିଚିଂ ଆପ୍ଟିଚ୍ୟୁଡ଼ରୁ ପଡ଼ିବ। ଆପଣ ଦେଖୁ ଦେଖୁ କରିପାରିବେ। ମ୍ୟାଥମେଟିକ୍ସ ପାଇଁ କ'ଣ କରିବେ ମୁଁ କହିଲି। ଏବେ ଏଇ ଯେଉଁ ଜିକେ ରିଲେଟେଡ୍ ଟୁ ବୁକ୍ସ, ୟା ପାଇଁ ଏହା ପାଇଁ ଏତେ ଆପଣଙ୍କର ଚିନ୍ତା କରିବାର ନାହିଁ ହେଲା। ଏହା ପାଇଁ ଏତେ ଚିନ୍ତା କରିବାର ନାହିଁ। ଏବେ ଯେଉଁ ସୋସିଆଲ ସାଇନ୍ସ ପାଇଁ ନା ଖାଲି ହିଷ୍ଟ୍ରି ଜିଓଗ୍ରାଫି ପଲିଟି କରିବେ। ଆମେ ଯେଉଁ ଷ୍ଟେଟ୍ ବିଏଡ୍ ପାଇଁ ପଢ଼ୁଛେ ଖାଲି ସେଇ କ୍ଲାସ୍ ଗୁଡ଼ା ଆପଣଙ୍କର କରିଦେଲେ ସୋସିଆଲ ସାଇନ୍ସ ହେଇଗଲା। ଏ ସାଇନ୍ସ ପାଇଁ ଆପଣ କ'ଣ କରିବେ, ଖାଲି ସାଇନ୍ସର ଆମେ କ୍ଲାସ୍ କରୁଛେ, ସାଇନ୍ସ ଆପଣ କରିବେ ଯେତିକି ଆସିବ ସେତିକି କରିବେ ନା। ଏଇ ଯେଉଁ ଆର୍ଟସ୍ ମ୍ୟୁଜିକ୍ ୟୋଗା, ୟା ପାଇଁ ମଧ୍ୟ ମୁଁ କ୍ଲାସ୍ ଆପଣଙ୍କର କରିଦେଇଛି। ମାନେ ଛୋଟ ଛୋଟ ଧରାଯାଉ ଆପଣଙ୍କର କୋଉଠି ଗୋଡ଼ ବଥା ହେଲା, ଆପଣ କ'ଣ କରିବେ ଦେଖନ୍ତୁ ପ୍ରଶ୍ନ। ଏଇଥର ମାନେ ମାନେ ଅଧିକାଂଶ କ୍ୱେଶ୍ଚନ୍ ଖାଲି ଯୋଗ ବିୟୋଗ ଗୁଣନ ହରଣ ଖାଲି ସେଗୁଡ଼ା ପଚାରିଥିଲା ହେଲା। ମାନେ ଏତେ ଇଜି କ୍ୱେଶ୍ଚନ୍ ପଡ଼ିକି ବି ହେଲା ପିଲାମାନେ କ'ଣ ଆଉ କହିବି। ଦେଖୁଛନ୍ତି 10ଟା ସଂଖ୍ୟାର ଏଭାରେଜ ଦେଇଛି, ତାକୁ ଯଦି 12 ମଲ୍ଟିପ୍ଲାଇ କରାଯାଏ ଦେନ୍ ଆପଣଙ୍କର କେତେ ହେବ। 5E ମଡେଲରେ ଏ ଭିତରୁ କୋଉଟା ଆପଣଙ୍କର ଅଟେ, ମାନେ ସବୁଗୁଡ଼ା ଏଥର ସବୁଗୁଡ଼ା ଖାଲି ଟିଚିଂ ଆପ୍ଟିଚ୍ୟୁଡ଼କୁ ବେସ୍ କରିକି ଆପଣଙ୍କର ସେ ପଚାରି ଦେଇଥିଲା ମ୍ୟାକ୍ସିମମ୍ କ୍ୱେଶ୍ଚନ୍ ଆପଣଙ୍କର। ଠିକ୍ ଅଛି, ଏଇଟା ହେଉଛି ଆପଣଙ୍କର ସେ ୟୋଗା। ଦ ମୋଷ୍ଟ ଏପ୍ରୋପ୍ରିଏଟ୍ ରିଜନ୍ ଟୁ ଏଡପ୍ଟ ପ୍ଲେ ଥେରାପି। ଆମେ କାହିଁକି ଆପଣଙ୍କର ପ୍ଲେ ଥେରାପି କରିବା, ତାମାନେ 3ଟା ନେଗେଟିଭ୍ ଲେଖା ହେଇଥିବ, ଗୋଟେ ଆପଣଙ୍କର ପଜିଟିଭ୍। କାହିଁକି ଆପଣଙ୍କର କରିବା, ଦେଖି ଆପଣ ଖାଲି ଏଲିମିନେଟ୍ କରିଦେବେ ହେଲା। କାହିଁକି, ପିଲାମାନଙ୍କୁ ଟିକେ ହସେଇବା ପାଇଁ, ନା ପିଲାମାନଙ୍କ ଭିତରେ ଯେଉଁ ଗୁଣ ରହିଛି ତାହା ଜାଣିବା ପାଇଁ। ଅବଭିୟସଲି ଆମେ ଯେତେବେଳେ ଖେଳ ଖେଳିବା ନା, ତ ପିଲାଟା କହିବ ସାର୍ ମୁଁ ଏଇଟା ଖେଳିବି, ମୁଁ ଏଇଟା ଖେଳିବି। ତ ତାଙ୍କ ଭିତରେ ଯେଉଁ ଗୁଣ ଗୁଡ଼ା ରହିଛି ନା, ତାକୁ ଆମେ ଜାଣିପାରିବା। ଏଇ ଟାଇପ୍ର କ୍ୱେଶ୍ଚନ୍ ଆପଣଙ୍କର ପଡ଼ିବ, ଆଉ ଆପଣ ଦେଖୁ ଦେଖୁ କରିପାରିବେ। ଠିକ୍ ଅଛି, ବୁଝିଗଲେ। ଆଉ ଏଇ ଯେଉଁ ସାଇନ୍ସ ଆଉ ଏନଭାୟରନମେଣ୍ଟ ରହିଲା, ଏଗୁଡ଼ା ବେସିକ୍ ସାଇନ୍ସ ଗୁଡ଼ା। ଆମର ଆପ୍ଲିକେସନରେ ଜେନେରାଲ ସାଇନ୍ସ ବୋଲି ଫୋଲ୍ଡର ଅଛି ନା, ଖାଲି ତାକୁ ଆପଣ କରିଦେଲେ ହେଇଯିବ। ଓଭରଅଲି ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଆପଣ ଖାଲି ଟିଚିଂ ଆପ୍ଟିଚ୍ୟୁଡ଼ ମ୍ୟାଥମେଟିକ୍ସ ସୋସିଆଲ ସାଇନ୍ସ ଏଇ ୟୋଗା ବଗେରା ଏଟା ଦେଖୁ ଦେଖୁ କରିହେବରେ ହେଲା। ୟା ଉପରେ ଫୋକସ୍ କଲେ ଆରେ ଆପଣଙ୍କୁ ଟପର ହେବାର ନାହିଁ, ଆପଣଙ୍କୁ ଗୋଟେ ଖାଲି ସିଟ୍ ଦରକାର। ଯଦି ଗୋଟେ ପିଲାଟା 75ଟା କ୍ୱେଶ୍ଚନରୁ ଖାଲି 45ଟା ଠିକ୍ କରିକି ଅଲ୍ ଇଣ୍ଡିଆରେ ଟପର ହେଇପାରୁଛି, ଆପଣ 45ଟା ନ କରିକି 40ଟା କରିପାରିବେନି। ଆରେ 30ଟା କ୍ୱେଶ୍ଚନ ପୁରା ଟିଚିଂ ଆପ୍ଟିଚ୍ୟୁଡ଼ ପଡ଼ିବ, 20ଟା କ୍ୱେଶ୍ଚନ ପୁରା ମ୍ୟାଥ୍ ପଡ଼ିବ। ଦେଖୁ ଦେଖୁ ପୁରା ଆପଣ କରିପାରିବେ। ଖାଲି ସବୁଦିନ ଯେମିତି କ୍ଲାସ୍ କରିବେ। ଯଦି ଆପଣ ସବୁଦିନ କ୍ଲାସ୍ ନ କରିବେ ନା ଅସୁବିଧା ହେଇଯିବ। ଆଉ ଗୋଟେ ଜିନିଷ କ'ଣ କହିଲେ, ନେଗେଟିଭ୍ ମାର୍କିଂ ଅଛି। ସବୁ କ୍ୱେଶ୍ଚନ୍ କରିବେନି ଗୁଣି ଗୁଣିକି। ସାର୍ କହିଛନ୍ତି ମୋତେ, ମୁଁ ଯେତିକି ମୋତେ ଆସିବ ମୁଁ କରିବି। ଗୋଟେ ପିଲାଟା ଯଦି ସବୁଦିନ କ୍ଲାସ୍ କରୁଥିବ ନା, 75ଟା କ୍ୱେଶ୍ଚନରୁ 50ଟା ଗ୍ୟାରେଣ୍ଟି କରିବ ଠିକ୍। 50ଟା ସେ ଠିକ୍ କରିଦେବ ମାନେ 200 ମାର୍କ ସେ ରଖିଦେବ। 200 ମାର୍କ 187 ରଖିଲେ ଅଲ୍ ଇଣ୍ଡିଆ ଟପର, କିନ୍ତୁ ଛୁଆଟା 200 ମାର୍କ ସିଓର ସଟ୍ ରଖିବ। 75ଟା ପ୍ରଶ୍ନରୁ 50ଟା ଠିକ୍ ହେବ ନିହାତି। ଟିଚିଂ ଆପ୍ଟିଚ୍ୟୁଡ଼ରେ ତ ଆମର ଗୋଟେ ବି ଭୁଲ ହେବନି, ମ୍ୟାଥମେଟିକ୍ସରେ ଜମାରୁ ଭୁଲ ହେବନି, ସୋସିଆଲ ସାଇନ୍ସରେ ମଧ୍ୟ ଆପଣଙ୍କର ନୁହେଁ। ଆଉ ଏ ଯୋଗ ଖୁସି ନେଲା, ଏଇଟା ତ ପୁରା ଉଡ଼ିବରେ ଉଡ଼ିବ। ତାପରେ ଏଇ ଯେଉଁ ବୁକ୍ସ ଆଉ ଅଥର ନେଇକିରେ, ଏଗୁଡ଼ା ଆମେ ଯେଉଁ ହିଷ୍ଟ୍ରି ଯେମିତି ହ୍ୱାଇ ଆଇ ଏମ୍ ଏଥିଷ୍ଟ, ଏଇ ବହିଟା ଏଗୁଡ଼ା ଆମେ ପଢ଼ିଛେ ପରା। ଆମେ ଯେଉଁ ସେଇ ସମୟରେ ବୁକ୍ସ ଆଉ ଅଥର ମଧ୍ୟ ଡିସ୍କସନ୍ କରିଦେବା। ଠିକ୍ ଅଛି, ତ ଆପଣମାନେ ଦୟାପୂର୍ବକ ସବୁଦିନ କ୍ଲାସ୍ କରନ୍ତୁ, ଯୋଉଦ୍ୱାରା କି ଯେତିକିଟା କେତେଟା ଠିକ୍ କରିବା ପାଇଁ କହିଲି ବୁଝିଗଲେ ନା। 75ଟା ବହୁତ। ଆପଣ ଗୋଟେ କାମ କରିବେ ହେଲା, ଯେତିକି ବି CUET ବିଏଡ୍ର ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ପଡ଼ିନି କି, ସବୁଗୁଡ଼ା ଆପଣ ଲେଖି ଲେଖି ପ୍ରାକ୍ଟିସ୍ କରିଦେବେ। ଏତିକି କରିଦେଲେ ହିଁ ଆପଣଙ୍କର ହେଇଯିବ। ଆଉ ସବୁଦିନ କ୍ଲାସ୍ କରିବେ। ଟିଚିଂ ଆପ୍ଟିଚ୍ୟୁଡ଼ ମ୍ୟାଥମେଟିକ୍ସ ସୋସିଆଲ ସାଇନ୍ସ ଦେଖୁ ଦେଖୁ କରିହେବ। ସାଇନ୍ସ ପାଇଁ ବେସିକ୍ ସାଇନ୍ସ ରହିଲା ଆମର, ଆର୍ଟ୍ସ ୟୋଗା ବି କରିହେବ। ତରବର ହେବେନି, ନେଗେଟିଭ୍ ମାର୍କିଂ ଅଛି ନହେଲେ ସ୍କୋର କମିଯିବ। ଠିକ୍ ଅଛି, ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ, ଧନ୍ୟବାଦ, ଥ୍ୟାଙ୍କ ୟୁ। ଦୟାପୂର୍ବକ କ୍ଲାସ୍ କରିବେ ନିହାତି, ଯୋଉଦ୍ୱାରା କି ସୁନିଶ୍ଚିତ କ୍ୱାଲିଫାଏ ହେବେ।